नमस्कार। ମୁଁ ହର୍ଷ ପରିଚ୍ଛା ମୋର ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। এই ভিডিওরে আমি আলোচনা করিবা সুপ্রিমকোর্ট যে ধর্মান্তরীকরণ উপরে যে সমস্ত সমস্যা চালছি তা উপরে সে জবাব তলব করছেন বিভিন্ন স্টেট রু যে স্টেট গুড়াকে আপনার আবেদন করা যাইছিলা বা রিট পিটিশন করা যাইছিলা। তো সেই ভଳି 9টি সে রাজ্যকু সে মাগিଛନ୍ତି তার রিপ্লাই তা উপরে এই ভিডিও আলোচনা କରିବାକୁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଭିଡିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବେ କାରଣ ଆପଣମାନଙ୍କର ପ୍ରତ୍ୟେକଟି ସବସ୍କ୍ରାଇବ ବହୁ ମୂଲ୍ୟବାନ ନୂଆ ନୂଆ ତଥ୍ୟ ନେଇ ନୂଆ ଭିଡିଓ ଉପସ୍ଥାପନ କରିବା ପାଇଁ। କାରଣ ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ ଇସ୍ୟୁ ନ୍ୟାସନାଲ ଇସ୍ୟୁ ତେଣୁ ଆପଣମାନଙ୍କୁ ଅନୁରୋଧ କରିବି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିବା ହେବ। ତ କହିବାକୁ ଗଲେ ଦେଶ ସାରା ବିଭିନ୍ନ ଜାଗାରେ ବିଭିନ୍ନ ରାଜ୍ୟରେ ବିଭିନ୍ନ ସମୟରେ ଧର୍ମାନ୍ତୀକରଣ ଉପରେ ବିଭିନ୍ନ ମତବାଦ ଚାଲିଛି ବା ବିଭିନ୍ନ ଗଣ୍ଡଗୋଳ ଚାଲିଛି ବିଭିନ୍ନ ଅଶାନ୍ତି ଅରାଜକତା ଚାଲିଛି। ତାକୁ ନେଇ ସୁପ୍ରିମକୋର୍ଟ ଗତକାଲି ଅର୍ଥାତ ମଙ୍ଗଳବାର ଦିନ ସେପ୍ଟେମ୍ବର 16 ତାରିଖରେ ସୁପ୍ରିମକୋର୍ଟ 9ଟି ରାଜ୍ୟକୁ ସେମାନଙ୍କର ଧର୍ମାନ୍ତୀକରଣର ବିରୋଧୀ ଆଇନର କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ପାଇଁ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଆବେଦନ ଗୁଡ଼ିକର ଜବାବ ଦାଖଲ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଯୋଉ ସବୁ ରାଜ୍ୟ ଗୁଡିକରେ ଆପଣଙ୍କର ଧର୍ମାନ୍ତୀକରଣ କରାଯାଉଛି ବିଭିନ୍ନ ଧର୍ମ ବୋଲନ୍ତୁ ସବୁ ଧର୍ମର ହିନ୍ଦୁ ଧର୍ମ ବୋଲନ୍ତୁ ବା ଖ୍ରୀଷ୍ଟାନ ଧର୍ମ ବୋଲନ୍ତୁ ବା ମୁସଲିମ ଧର୍ମ ବୋଲନ୍ତୁ ବା ଜୈନ ଧର୍ମ ଯାହା ଯେକୌଣସି ଧର୍ମର ଯୋଉ ଧର୍ମାନ୍ତୀକରଣ କରାଯାଉଛି ତାହାରି ଉପରେ ଯୋଉ ଅ, ଆବେଦନ ଗୁଡିକ କରାହେଇଛି ବିଭିନ୍ନ ଜାଗାରେ ବିଭିନ୍ନ ସମସ୍ୟା ହେଇଛି ବିଭିନ୍ନ ଦଙ୍ଗା ହେଇଛି ତାକୁ ନେଇକି ଯୋଉ ଆବେଦନ କରାହେଇଛି ସେଇଗୁଡିକ 9ଟି ରାଜ୍ୟକୁ ସୁପ୍ରିମକୋର୍ଟ ତାଙ୍କର ଜବାବ ମାଗିଛନ୍ତି। ଜବାବ ମାଗିଛନ୍ତି ଏବଂ ଜବାବ 4 ସପ୍ତାହ ଭିତରେ ଜବାବ ଦେବା ପାଇଁ ସେ କହିଛନ୍ତି। ଏବଂ ଏହି ଆଇନ ଗୁଡିକ ଯଦିଓ ଆନୁଷ୍ଠାନିକ ଭାବରେ ଧର୍ମ ସ୍ୱାଧୀନତା ଆଇନ ଭାବରେ ଆକ୍ଷେପ ମୌଳିକ ଅଧିକାର ବିଶେଷ କରି ଧର୍ମର ସ୍ୱାଧୀନତା ଏବଂ ଧର୍ମ ଭିନ୍ନ ଭିନ୍ନ ବିବାହ କରିବାର ଅଧିକାରକୁ ହ୍ରାସ କରିବା ପାଇଁ ବ୍ୟାପକ ଭାବରେ ଏଇ ଯୋଉ ଚ୍ୟାଲେଞ୍ଜ ସୃଷ୍ଟି କରାଯାଇଛି ତାରି ଉପରେ ଅନୁଧ୍ୟାନ କରାଯିବ ବା ଶେଷ ରିପୋର୍ଟ ଦିଆଯିବ ବା ଶେଷ ଡିସିସନ ଦିଆଯିବ। ତ ଏହାରି ପରିପ୍ରେକ୍ଷୀରେ ଭାରତର ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ହିମାଚଳ ପ୍ରଦେଶ ମଧ୍ୟପ୍ରଦେଶ ଉତ୍ତରାଖଣ୍ଡ ଛତିଶଗଡ଼ ଗୁଜୁରାଟ ହରିୟାଣା ଝାଡଖଣ୍ଡ ଏବଂ କର୍ଣ୍ଣାଟକ ସମେତ ଅନେକ ରାଜ୍ୟକୁ ସେମାନଙ୍କର ଧର୍ମାନ୍ତୀକରଣର ବିରୋଧୀ ଆଇନର ବୈଧତାକୁ ଚ୍ୟାଲେଞ୍ଜ କରି ଆଗତ ଆବେଦନ ଗୁଡିକର 4 ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କିଏ? ସୁପ୍ରିମକୋର୍ଟ। ଭାରତର ସୁପ୍ରିମକୋର୍ଟ ଏଇ ଯୋଉ 9ଟି ରାଜ୍ୟର ନାମ ପଡିଲି ସେ ରାଜ୍ୟ ଗୁଡିକୁ ସେମାନେ ଯୋଉ ଦେଇଛନ୍ତି ଅପିଲ କରିଛନ୍ତି ପ୍ଲି ଦେଇଛନ୍ତି ତାର ତମାମ ବିବରଣୀ ବା ଜବାବ ସୁପ୍ରିମକୋର୍ଟକୁ 4 ସପ୍ତାହ ଭିତରେ ଦେବା ପାଇଁ ବାଧ୍ୟ ଅଟନ୍ତି ଦେବାକୁ ପଡିବ। ତ ୟାରି ପରିପ୍ରେକ୍ଷୀରେ ଏହା ମଧ୍ୟ କୁହାଯାଇପାରେ ଯେ ଗୋପନୀୟତା ସ୍ୱାଧୀନତା ଏବଂ ସଂଖ୍ୟାଲଘୁ ଏବଂ ଅନ୍ତଧର୍ମ ଦମ୍ପତିକୁ ହଇରାଣ କରିବା ପାଇଁ ଏହି ଆଇନ ଗୁଡିକରେ ଅପବ୍ୟବହାର ସମ୍ପର୍କରେ ଚିନ୍ତା କରି କୋର୍ଟ 6 ସପ୍ତାହ ପରେ ଏହି ଆଇନ ଗୁଡିକର ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ପାଇଁ ଆବେଦନ ଉପରେ ନିଷ୍ପତ୍ତି ଗ୍ରହଣ କରିବେ ଏବଂ ନିଷ୍ପତ୍ତି ପ୍ରଦାନ କରିବେ। ପ୍ରଧାନ ବିଚାରପତି ବି.ଆର୍. ଗଗାଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଦାଖଲ ହୋଇଥିବା ଆବେଦନ ଗୁଡିକର ଶୁଣାଣି କରୁଛନ୍ତି ଏବଂ ତାର ତମାମ ବିବରଣୀ ଉପରେ ସେ ଆଲୋକପାତ କରିବେ। ଯାହା 4 ସପ୍ତାହ ଭିତରେ ଯୋଉ ବିଭିନ୍ନ ଷ୍ଟେଟ ରୁ ଯୋଉ ଆବେଦନ ମାଗିଛନ୍ତି ବା ଷ୍ଟେଟମେଣ୍ଟ ମାଗିଛନ୍ତି ଯୋଉମାନେ ସବୁ ଅଭିଯୋଗ କରିଛନ୍ତି ବା ରିଟ୍ ପିଟିସନ କରିଛନ୍ତି ବା ଏଫଆଇଆର କରିଛନ୍ତି ଜନସ୍ୱାର୍ଥ ମାମଲା କରିଛନ୍ତି ତାର ସମସ୍ତ ବିବରଣୀକୁ ଆଲୋକପାତ କରିବା ପାଇଁ ଏବଂ ଏହି ଧର୍ମାନ୍ତୀକରଣର ଯୋଉ ସବୁ ସମସ୍ୟା ଘଟୁଛି ତାକୁ କେମିତି ଦୂରୀକରଣ କରାଯାଇ ପାରିବ ଏବଂ ପ୍ରକୃତ ପକ୍ଷେ କିଏ ପାଳନ କରୁଛି କିଏ ପାଳନ କରୁନାହାନ୍ତି ଏବଂ କିଏ ଏହାକୁ ଅବମାନନା କରୁଛନ୍ତି ତାର ତମାମ ବିବରଣୀ ସମାଧାନ କରିବା ପାଇଁ ବା ତାର ତମାମ ବିବରଣୀ ଉପରେ ନିଜର ଡିସିସନ ଦେବା ପାଇଁ ପ୍ରଧାନ ବିଚାରପତି ବି.ଆର୍. ଗଗାଇଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ 6 ସପ୍ତାହ ଭିତରେ ସେମାନେ ଦେବେ। 4 ସପ୍ତାହ ଭିତରେ ସମସ୍ତ ତଥ୍ୟକୁ ଭିତ୍ତି କରି 6 ସପ୍ତାହ ଭିତରେ ଏଇ ପ୍ରଧାନ ବିଚାରପତି ବି.ଆର୍. ଗଗାଇଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ ତାର ଉତ୍ତର ରଖିବେ ବା ଜବାବ ଦେବେ ବା ନିଷ୍ପତ୍ତି ଦେବେ ବା ଡିସିସନ ଦେବେ ବା ଆଦେଶ ଦେବେ ୱେଦର ଏଇ ଜିନିଷ ଗୁଡାକ ଠିକ ହଉଛି ଏଇ ଜିନିଷ ଗୁଡାକ ରହିବ ଏଇ ଜିନିଷ ଗୁଡାକ ଆପଣଙ୍କର ଭୁଲ ଧାରଣା ନିଆଯାଉଛି ବା ଭୁଲ ଭାବରେ ସେମାନଙ୍କୁ ପ୍ରତାରିତ କରାଯାଉଛି ବା ଗଣ୍ଡଗୋଳ କରାଯାଉଛି ବା ସେମାନଙ୍କୁ ଅବହେଳିତ କରାଯାଉଛି ସଂଖ୍ୟାଲଘୁ ଲୋକମାନଙ୍କୁ ୟାରି ସମସ୍ତ ବିବରଣୀ ଉପରେ ପ୍ରଧାନ ବିଚାରପତିଙ୍କ ଦ୍ଵାରା ଗଠିତ ଖଣ୍ଡପୀଠ ଏଇ 6 ସପ୍ତାହ ଭିତରେ ଏଇ ମାନେ 4 ସପ୍ତାହ ଭିତରେ ସେ ରାଜ୍ୟ ଗୁଡିକ 4 ସପ୍ତାହ ଭିତରେ ସେମାନଙ୍କର ସମସ୍ତ ତଥ୍ୟ ପ୍ରଦାନ କରିବେ ଶବ୍ଦ ପାଠ ପ୍ରଦାନ କରିବେ ତାପରେ 6 ସପ୍ତାହ ଭିତରେ ତାର ଶୁଣାଣି ପ୍ରଦାନ କରିବେ ମାନ୍ୟବର ସୁପ୍ରିମକୋର୍ଟ ଅଫ ଇଣ୍ଡିଆ।
এইটা ଆପଣମାନଙ୍କ ଯେହେତୁ ଏଇଟା ନ୍ୟାସନାଲ ଇସ୍ୟୁ, ବିଭିନ୍ନ ସମୟରେ ଏଇଗୁଡାକ ହେଇଥାଏ, ତେଣୁକରି ସମସ୍ତଙ୍କର ଜାଣିବା ନିମନ୍ତେ ମୁଁ ଭିଡିଓ ମାଧ୍ୟମରେ ଏ ସମସ୍ତ ଆପଣମାନଙ୍କ ଜାଣିବା ନିମନ୍ତେ ଭିଡିଓ ମାଧ୍ୟମରେ ଆପଣମାନଙ୍କ ସହ ଆଲୋଚନା କରି ଏଇ ଭିଡିଓଟି ଆପଣମାନେ ଲାଇକ୍ ସେୟାର ସବସ୍କ୍ରାଇବ କରିବେ ଏବଂ ଅଧିକରୁ ଅଧିକ ସେୟାର କରିବାକୁ ଚେଷ୍ଟା କରିବେ ଏବଂ ଲାଇକ୍ ଏବଂ ସବସ୍କ୍ରାଇବ କରିବାକୁ ଚେଷ୍ଟା କରିବେ। ଭିଡିଓଟି ଦେଖିଥିବା ହେତୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦଉଛି। ଥ୍ୟାଙ୍କ ୟୁ ସୋ ମଚ୍। ନମସ୍କାର।